मद ओ शांति 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 ही। आमे गत दुईटी क्लास रे प्राबंधिक गोलोक बिहारी धलंकर स्वाधीन देश रे शिक्षा चिंता संपर्क रे आलोचना करथिली। गत क्लास रे अल्प किछि पढ़ी आज बाकी तक पढ़िबा। गत क्लास रे जहाँ सब पढ़ी ताको टिके आलोचना करबा। आमे गत क्लास रे पढ़ी जे जिला परिषद परिचालित आंचलिक सभार प्रथम विषय भाव में विचार हेबा पाई कृषि विषय को रखा जाइतिला। प्रथम विषय भाव में क्यों विषय रखा जाइतिला? कृषि विषय को रखा जाइतिला। आउ सही सभार शेष विचार विषय थिला शिक्षा। शिक्षा को शेष विचार भाव में रखा जाइतिला। आमर योजना को अन्य माने बुझी पारु नाहंती। आमर योजना को निरक्षर लोक माने, अशिक्षित लोक माने, अल्प शिक्षित माने बुझी पारु नाहंती। सेथि पई आमे तो योजना को पकाई रखिबानी। हेले योजना न बुझिबार कारण कौन? आमर साधारण जनता योजना न बुझिबार कारण कौन? कारण हेउची सरकार योजना न बुझिबार कारण हेउची साधारण लोकंकर विशेष शिक्षा नहीं। साधारण लोकंकर विशेष शिक्षा नथिबारु सरकारंकर योजना सब बुझी पारनांती। तेणु आमे मनीषर मन को प्रथमे शिक्षा रे सजाड़ी तापर सेमानंकु योजना कथा कहले बुझी पारिबे। एठी लिखा है जे मनीषर मन को प्रथमे शिक्षा रे सजाड़ी तापरे योजना कथा कहबा उचित। प्रथमे मनीषर मन को शिक्षा रे सजाड़ीबा को पड़िबो। सेमानंकु निरक्षर साक्षर, अशिक्षित रु शिक्षित कला परे योजना कथा कहले सेमाने बुझी पारिबे। आम देश रे एमिति अनेक विशेषज्ञ मध्य अछंती जो माने कि आम देश रे सम्मान पाउ नाहंते। आम देश रे केवल नेता मानकु ही सम्मान दिया होची। सेथि पई विशेषज्ञ माने सम्मान पाउ नाहंते। मु कहितली गत क्लास रे आम देश रे प्रतिभा पूजा केवल करा जाउची। सॉरी भूल कहली, आम देश रे प्रतिमा पूजा करा जाउची किंतु प्रतिभावान व्यक्ति मान को पूजा करिवार आमे जानिनु। सेथि पई प्राबंधिक कहिसंती भारत रे विशेषज्ञ मानकर विशेष मूल्य नाही। विशेषज्ञ मान को आमे सम्मान देबार जानि पारुनु, शिखिनु। केवल नेता मान को आमे सम्मान दोछु। विशेषज्ञ मानकर भूमिका आम भारत वर्ष रे सेमिति किछि नाही। सेमानकु सम्मान मिलु नाही। वर्तमान आमे पढ़िबा आम देशर परीक्षा पद्धति। आम देशर परीक्षा पद्धति केमितिकार, पुणी परीक्षा पद्धति रे छात्रर गुणात्मक मूल्य निर्धारण करिबा किपरि कष्ट हेउची सही विषय को पढ़िबा।
ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟ କାହିଁକି ନା କିଛି ଛାତ୍ର ପରୀକ୍ଷା ଦେଲା ବେଳେ କପି କରୁଛନ୍ତି, ପୁଣି ବର୍ଷ ସାରା ପାଠ ପଢ଼ି ଶେଷକୁ ନୋଟ୍ ବହି ଉପରେ ହିଁ ନିର୍ଭର କରୁଛନ୍ତି। ଏହିଭଳି ନୋଟ୍ ବହି ପଢ଼ିଲେ ଆମର ମୌଳିକ ଚିନ୍ତାର ସ୍ଫୁରଣ ହେବ ନାହିଁ, ମୌଳିକ ଚିନ୍ତା ବଢ଼ିବ ନାହିଁ। ମୌଳିକ ଚିନ୍ତା ଯଦି ବଢ଼ିବ ନାହିଁ ତାହେଲେ ଆମ ଦେଶରେ କିଛି ଉନ୍ନତି ହେଇପାରିବ ନାହିଁ। ସେଥିପାଇଁ ଶିକ୍ଷା ଗ୍ରହଣ କଲା ବେଳକୁ ଆମେ ନୋଟ୍ କଥା ଚିନ୍ତା କରିବାନି, ନୋଟ୍ ବହି କଥା ଚିନ୍ତା କରିବାନି, ପ୍ରଶ୍ନୋତ୍ତର ବହି କଥା ଚିନ୍ତା କରିବାନି, କେବଳ ଶିକ୍ଷାକୁ ହିଁ ଗ୍ରହଣ କରିବା। ଏହି କଥା ପ୍ରାବନ୍ଧିକ ଏହି ପ୍ରବନ୍ଧରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆମେ ବହି ଦେଖିବା, ପଢ଼ିବା। ଆଜି ବହି ଦେଖି ଦେଖି ଗୋଟିଏ ଗୋଟିଏ ବାକ୍ୟ, ଦୁଇଟି ବାକ୍ୟ ପଢ଼ି ଆମେ ପାଠଟିକୁ ସାରିବାକୁ ଚେଷ୍ଟା କରିବା। ଦେଖ, ଗତ କ୍ଲାସରେ ଯେଉଁ ପର୍ଯ୍ୟନ୍ତ ପଢ଼ା ହେଇଥିଲା ତା ପରଠୁ ମୁଁ ପଢ଼ୁଛି। ବଡ଼ ବଡ଼ ଯୋଜନା ଓ ବଡ଼ ବଡ଼ ବିଶେଷଜ୍ଞଙ୍କ କଥା ଛାଡ଼ିଦେଲେ ଶିକ୍ଷାର ସାଧାରଣ ସ୍ତରରେ ଯାହା ହେଲାଣି, ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ଚାଲିଛି, ତାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ। ଆଜିକାଲି ଶିକ୍ଷା ବ୍ୟବସ୍ଥାରେ ଯେଉଁ ପ୍ରକାର ଚାଲିଛି, ପିଲାମାନେ କିଭଳି ଭାବରେ ନୋଟ୍ ବହି ପଢ଼ୁଛନ୍ତି, କିଭଳି କେବଳ ନୋଟ୍ ଉପରେ ହିଁ ନିର୍ଭର କରୁଛନ୍ତି, ପିଲାମାନେ ସଂକୁଚିତ ହୋଇଯାଉଛନ୍ତି, ପାଠର ରେଫରେନ୍ସ ବହିକୁ ପଢ଼ୁନାହାନ୍ତି। ଏହିଭଳି ଭାବରେ ଶିକ୍ଷାର ଅଧୋଗତି ହେଉଛି। ଶିକ୍ଷା ଆଉ ଯେଉଁଭଳି ଭାବରେ ଚାଲିଛି, ବର୍ତ୍ତମାନ ଶୋଚନୀୟ ଅବସ୍ଥା ଆସି ପହଞ୍ଚିଗଲାଣି। ଦେଖ, ଶିକ୍ଷା ପ୍ରସାର ବାହାରକୁ ଯେତେ ଦେଖାଯାଉଥିଲେ ମଧ୍ୟ ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି ସେମାନେ ନିଶ୍ଚୟ ଅନୁଭବ କରୁଥିବେ ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଗଲାଣି। ସେଇଥିପାଇଁ ବୋଧହୁଏ ଭାରତ ସରକାର ଏକ ଶିକ୍ଷା କମିଶନ ବର୍ତ୍ତମାନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି। ଶିକ୍ଷା ଯେଉଁଭଳି ଭାବରେ ଚାଲିଛି, ଶିକ୍ଷା ଯେଉଁଭଳି ଭାବରେ ଭାରତବର୍ଷରେ ପରିଚାଳିତ, ବିଭିନ୍ନ ପ୍ରକାର କମିଶନ ମାଧ୍ୟମରେ ବିଭିନ୍ନ ପ୍ରକାର ନିୟମ ପ୍ରଣୟନ ହେଉଛି, ବିଭିନ୍ନ ପ୍ରକାର ଆଇନ ପ୍ରଣୟନ ହେଉଛି। ସେ ଆଇନ କେତେ ଦୂର କାର୍ଯ୍ୟକାରୀ ହେଉଛି ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ହେଲେ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି ଏକ ଶିକ୍ଷା କମିଶନ ବସାଇ ପରିସ୍ଥିତିର ନିରୀକ୍ଷଣ କରିବାକୁ। ବର୍ତ୍ତମାନ ଯେଉଁଭଳି ଭାବରେ ଶିକ୍ଷା ଚାଲିଛି, ଶିକ୍ଷା ବ୍ୟବସ୍ଥା, ସମସ୍ତେ କେବଳ ନୋଟ୍ ବହି ପଛରେ ପଡ଼ି ଯାଇଛନ୍ତି। ସମସ୍ତେ ଜ୍ଞାନଟିକୁ, ତାଙ୍କର ଶିକ୍ଷାକୁ ସଂକୁଚିତ କରିଦେଉଛନ୍ତି। ପୁସ୍ତକକୁ, ଯେଉଁଗୁଡ଼ାକ ପ୍ରେସ୍କ୍ରାଇବ୍ ପୁସ୍ତକ, ଟେକ୍ସଟ ବୁକ୍, ସେଗୁଡ଼ାକ ଗୁରୁତ୍ୱ ଦେଉନାହାନ୍ତି। ସେଗୁଡ଼ାକୁ ଗୁରୁତ୍ୱ ନଦେଲେ ଆମର ଜ୍ଞାନ କମିଯିବ। ଆମେ ଆମର ନୋଟ୍ ବହି ପଛରେ ପଡ଼ିଲେ ଆମେ କେବେ ହେଲେ ଜ୍ଞାନୀ ହେଇପାରିବାନି, ଆମେ ମୌଳିକ ପୁସ୍ତକ ଲେଖିପାରିବାନି, ଆମର ଜ୍ଞାନ ମଧ୍ୟ ବଢ଼ିବ ନାହିଁ। ଦେଖ, ସମସ୍ୟା ତ ଅନେକ, କିନ୍ତୁ ଗୋଟିଏ ଦୁଇଟି କଥା ବିଚାର କଲେ ଆମ ସମସ୍ୟାର ବିଶାଳତାର ଆଭାସ ମିଳିବ। ଆମ ଦେଶରେ ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ଅଛି, ସେହି ପଦ୍ଧତିରେ ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ। ଲକ୍ଷ୍ୟ କରିବା ଯେ ପ୍ରାରମ୍ଭ ବୌଦ୍ଧ ଶ୍ରେଣୀରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ, ପୋଷ୍ଟ ଗ୍ରାଜୁଏଟ୍ ସ୍ନାତକୋତ୍ତର ପର୍ଯ୍ୟନ୍ତ ପିଲାମାନେ ନୋଟ୍ ବହି ପଢ଼ି କେବଳ ପରୀକ୍ଷା ଦେଉଛନ୍ତି। ପାଠର ମୂଲ୍ୟ କେହି ବୁଝୁନାହାନ୍ତି। ମୂଳରୁ ଚୂଳ ପର୍ଯ୍ୟନ୍ତ କେବଳ ପରୀକ୍ଷା ପଦ୍ଧତି ଚାଲିଛି। ସେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ ପଡ଼ୁଛି। ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟ କାହିଁକି ହେଉଛି, ସେ କଥା ଶିକ୍ଷା କମିଶନ କହୁଛନ୍ତି। ଶୁଣିବା। ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା ଅନ୍ୟାନ୍ୟ ବିଷୟ ମଧ୍ୟରେ ଏହି ପରୀକ୍ଷା ପଦ୍ଧତି ପ୍ରତି ବେଶୀ ଦୃଷ୍ଟି ଦେଲେ ବୋଲି ଆଶା କରାଯାଏ। ତେବେ ନିକଟରେ କଳିଙ୍ଗ ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଗୋଟିଏ ଉପାଗ୍ର ଲେଖାରେ ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସେହି ସୂଚନା ଦେଇଥିଲେ। ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେ ହେଉନି।
ନିକଟରେ କ'ଣ ହେଇଛି, କଳିଙ୍ଗ ପତ୍ରିକାରେ ସତ୍ୟ ହୋଇଥିଲେ ସାଂଘାତିକ। ଯଦି ଏ କଥା ସତ୍ୟ ତାହେଲେ ଏ କଥା ନିଶ୍ଚିତ ଭାବରେ ସାଂଘାତିକ। ଏହି ଗୋଟିଏ ଉପାଗ୍ର ଲେଖା, ଅଗ୍ରଲେଖା ନୁହଁ, ଉପାଗ୍ର ଲେଖାରେ ବାହାରିଥିଲା କ'ଣ ନା, ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ, ଯାହା ବେଆଇନ କାର୍ଯ୍ୟ, ପରୀକ୍ଷା ଚାଲିଥିବ, ବେଆଇନ କାର୍ଯ୍ୟ କଲେ ପିଲାମାନେ କପି କରିବା, ପିଲାମାନଙ୍କୁ ଶିକ୍ଷକମାନେ ପରୀକ୍ଷା ହଲରେ କିଛି ଉତ୍ତର କହିଦେବା, ଏହିଭଳି ସବୁ ନାନା ପ୍ରକାର ସମସ୍ୟାକୁ ନେଇ ଯେତେବେଳେ ସିଏ ସୂଚନା ଦେଇଥିଲେ, ତାକୁ ସମାଧାନ କରିବା ପାଇଁ କୌଣସି ଉପାୟ ଥିଲା ଭଳି ମନେ ହେଉନି। ଦେଖ, ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତାଠୁ ବେଶୀ ଜାଣୁଛନ୍ତି ପରୀକ୍ଷା ବିଷୟରେ। ପିଲାମାନେ ବୁଝିପାରୁଥିବ ଯେ ପାଠପଢ଼ା ଯେତିକି ଜାଣୁନାହାନ୍ତି, ପରୀକ୍ଷା ବିଷୟରେ ବେଶୀ ଜାଣୁଛନ୍ତି। ଆମ ପ୍ରଗତିଶୀଳ ଦେଶରେ ନୋଟ୍ ବହି ଜବତ କରିବା ତ ଦୂରର କଥା, ଏବେ ପ୍ରାଥମିକ ପରୀକ୍ଷା ପାଇଁ ମଧ୍ୟ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି। ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ ତମେ 1 କ୍ଲାସ୍ ହେଉ କିମ୍ବା 2 କ୍ଲାସ୍ ହେଉ, ସେହି ଶ୍ରେଣୀମାନଙ୍କ ପାଇଁ ମଧ୍ୟ ନୋଟ୍ ବହି ଆସିଗଲାଣି। ନାନା ପ୍ରକାର ପସିବୁଲ ଟେଷ୍ଟ ପେପର ଏସବୁ ଆସିଗଲାଣି। ଛୋଟ ପିଲାଙ୍କ ପାଇଁ ମଧ୍ୟ ସେମାନଙ୍କର ଟେକ୍ସଟ ବୁକ୍ ଥିଲେ ମଧ୍ୟ ତାଙ୍କ ପାଇଁ ନୋଟ୍ ବହି, ପସିବୁଲ, ସାଥୀ ବହି ସବୁ ଆସିଗଲାଣି। ସେ ବହି ଉପରେ ପିଲାମାନେ, ସେ ବହିକୁ ପିଲାମାନେ ନିର୍ଭର କରୁଛନ୍ତି। ହେଲେ ଏ ନୋଟ୍ ବହି ପଢ଼ିଲେ କ'ଣ ହେବ? ପ୍ରାବନ୍ଧିକ ଲେଖିଛନ୍ତି, ନୋଟ୍ ବହି ପଢ଼ି ଭୋଟ ଦେଇ ପୃଥିବୀରେ କେଉଁଠି କେବେ ଗଣତନ୍ତ୍ର ତିଷ୍ଠିଲାଣି? ରାତି ପାହିଲେ ଯେଉଁ ବିଲାତ, ଆମେରିକା ଓ ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବା ପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ୍ ବହି ପଢ଼ି କ'ଣ ଆମେ ସମାନ ହୋଇପାରିବୁ? ନୋଟ୍ ବହି ପଢ଼ିବା ଲୋକ କ'ଣ ମୌଳିକ ପୁସ୍ତକ ଲେଖିପାରିବ? ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କ'ଣ ମୌଳିକ ଚିନ୍ତାର ସ୍ଫୁରଣ ହୋଇପାରିବ? ଦେଖ, ନୋଟ୍ ବହି ପଢ଼ି ଭୋଟ ଦେଇ ପୃଥିବୀରେ କିଏ ଗଣତନ୍ତ୍ର ତିଷ୍ଠିନି। ଜ୍ଞାନୀ ହେବାକୁ ହେଲେ, ଭଲ ପାଠ ପଢ଼ିବାକୁ ହେଲେ ଆମେ ନୋଟ୍ ବହି ପଢ଼ି ବିଲାତ ଆମେରିକା ସହ ସମକକ୍ଷ ହୋଇପାରିବୁ ନାହିଁ। କେବଳ ଆମେ ଟେକ୍ସଟ ବୁକ୍ ପଢ଼ି, ବିଭିନ୍ନ ପ୍ରକାର ରେଫରେନ୍ସ ବହି ପଢ଼ି ଆମେ ଚେଷ୍ଟା କରି ବିଲାତ, ଆମେରିକା, ରୁଷ ସହ ସମକକ୍ଷ ହୋଇପାରିବା। କିନ୍ତୁ ନୋଟ୍ ବହି ପଢ଼ି ଆମେ କେବେ ହେଲେ ସେମାନଙ୍କ ସହିତ ସମକକ୍ଷ ହୋଇପାରିବା ନାହିଁ। ସେଥିପାଇଁ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖିପାରିବେ ନାହିଁ, ସେମାନେ କେବଳ ନୋଟ୍ ବହି ପଢ଼ୁଛନ୍ତି ବୋଲି ଭାବିବାକୁ ପଡ଼ିବ। ନୋଟ୍ ବହି ପଢ଼ି କେହି କେବେ ମୌଳିକ ପୁସ୍ତକ ଲେଖିପାରିବ ନାହିଁ, କିମ୍ବା ତାର ମୌଳିକ ଚିନ୍ତାର, ତାର ଭଲ ଚିନ୍ତା ତା ମନରେ ଆସିବ ନାହିଁ। ସେଥିପାଇଁ ଆମେ ସବୁବେଳେ ଟେକ୍ସଟ ବୁକ୍ ପ୍ରତି ଗୁରୁତ୍ୱ ଦେବା। ଟେକ୍ସଟ ବୁକ୍ ପଢ଼ିଲେ ଆମର ଜ୍ଞାନ ବଢ଼ିବ, କିନ୍ତୁ ନୋଟ୍ ବହି ପଢ଼ିଲେ ନୁହେଁ। ନୋଟ୍ ବହି ପଢ଼ି ଆମେ କେବେ ହେଲେ ଆମେରିକା, ଇଂଲଣ୍ଡ ବା ରୁଷ ସହିତ ସମକକ୍ଷ ହୋଇପାରିବା ନାହିଁ। ଦେଖ, ପିଲା ଯଦି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼େ, ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖେ, ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନପତ୍ର କେଉଁଠି ରହିଛି ସେ ଅନୁସନ୍ଧାନରେ ଅନେକ ସମୟ କଟାଏ, ତେବେ ଜ୍ଞାନାର୍ଜନ କରିବା ତା ପକ୍ଷରେ ସମ୍ଭବ ହେବ କେଉଁଠୁ? ଆଜିକାଲି ପିଲାମାନେ ପ୍ରଶ୍ନୋତ୍ତର ବହି ଆଉ ପ୍ରଶ୍ନୋତ୍ତର ଖୋଜିବାରେ ବ୍ୟସ୍ତ, କିନ୍ତୁ ଯାହା ବହିରେ ଲେଖା ହେଇଛି ସେ ଜ୍ଞାନକୁ ଆହରଣ କରିବା ପାଇଁ ମନ ଟିକେ ଉଣା। କେଉଁ ପ୍ରଶ୍ନ ଅଛି, ସେଇ ପ୍ରଶ୍ନର ଉତ୍ତର କ'ଣ, ସେ ଉତ୍ତର ଭିତରେ ସୀମିତ ରହିଯାଉଛନ୍ତି, ଯାହା ଫଳରେ ସେମାନେ ଆଉ ସେମାନଙ୍କର ଜ୍ଞାନ ବଢ଼ି ପାରୁନି। ଦେଖ, ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠାଇବା କଥା ସେଠିକା ବିଧାନସଭାରେ ବିଚାର ହୋଇଛି। ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯଦି ଆଜିକାଲି କୌଣସି ଅନୁଷ୍ଠାନରୁ ବହୁତ ଛାତ୍ର ଖୁବ୍ ଭଲ ଦେଖାଇଥାନ୍ତି, ଭଲ ଫଳ ଦେଖାଇଥାନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ। ଆରେ ଆନ୍ଧ୍ରପ୍ରଦେଶର ଗୋଟେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଉଠାଇଥିବା କଥା ତାଙ୍କର ବିଧାନସଭାରେ ଆଲୋଚନା ହେଲା।
ପିଲାମାନେ କେଉଁ ସ୍ତରକୁ ଗଲେଣି ଚିନ୍ତା କର। ପ୍ରଶ୍ନପତ୍ର କିଣୁଛନ୍ତି, ସିଏ ଠିକ ପ୍ରଶ୍ନ ହେଉ କି ଭୁଲ ପ୍ରଶ୍ନ ହେଉ, ମିଥ୍ୟା ଗୁଜବ ଶୁଣି ପ୍ରଶ୍ନପତ୍ର କିଣି ପିଲାମାନେ ପାଠ ପଢୁଛନ୍ତି। ଆହୁରି କ'ଣ ନା ସ୍କୁଲ ଶିକ୍ଷକ ଲେଖିଛନ୍ତି, ଯଦି ଗୋଟିଏ ଭଲ ଅନୁଷ୍ଠାନରୁ ଭଲ ଫଳ ହେଲା, ପରୀକ୍ଷା ଫଳ ଭଲ ହେଲା, ତାହେଲେ ସେଇ ସ୍କୁଲକୁ ଅନ୍ୟମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। କ'ଣ ସେ ସନ୍ଦେହ? ତାଙ୍କ ସ୍କୁଲରେ କାଳେ କପି ହେଇଯାଇଥିବ, ତାଙ୍କ ଶିକ୍ଷକମାନେ ପରୀକ୍ଷା ହଲରେ ପିଲାମାନଙ୍କୁ କାଳେ କ'ଣ କହିଦେଇଥିବେ। ଏହିଭଳି ଭାବରେ ଆମ ଲୋକଙ୍କର ସନ୍ଦେହ ଜାତ ହେଉଛି। ଦେଖ, ପିଲା ଖୁବ୍ ଭଲ କରିଛି ଶୁଣିଲା ମାତ୍ରେ ଆମେ ଯଦି ତାକୁ ସନ୍ଦେହ କରିବାକୁ ଆରମ୍ଭ କରୁ ଓ ପାଠପଢ଼ାର ପରିଣତି ଯଦି ଏହା ହୁଏ, ତେବେ ସେ ପ୍ରକାର ପାଠପଢ଼ାର ମୂଲ୍ୟ କ'ଣ? ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ। ଆମେ କୌଣସି ସ୍କୁଲ, କୌଣସି ଛାତ୍ର କିମ୍ବା ଛାତ୍ରୀ ଯଦି ପରୀକ୍ଷା ଫଳ ଭଲ କଲା, ତାହେଲେ ତାକୁ ଆମେ ସନ୍ଦେହ ଚକ୍ଷୁରେ ଦେଖିବା ଉଚିତ ନୁହଁ। ଆମେ ଯଦି ଏମିତି ସନ୍ଦେହ କରିବା, ତାହେଲେ ଆମ ଜୀବନଟା ସନ୍ଦେହରୁ ଆରମ୍ଭ ହୋଇ ସନ୍ଦେହରେ ହିଁ ଶେଷ ହୋଇଯିବ। ସେଥିପାଇଁ ମନରୁ ସନ୍ଦେହଟିକୁ ଦୂର କରିବା। ଯଦି ଜଣେ ଭଲ ପାଠ ପଢ଼ି ଭଲ ପରୀକ୍ଷାରେ ନମ୍ବର ରଖିଲା, ତାକୁ ଉତ୍ସାହିତ କରିବା, ତାକୁ ନିରୁତ୍ସାହିତ କରିବା ନାହିଁ। ଦେଖ, ବର୍ତ୍ତମାନ ପରୀକ୍ଷାର ଅବସ୍ଥା ଏହିଭଳି ଥିବାବେଳେ ଦିନକୁ ଦିନ ଏହି ପରୀକ୍ଷା ବଢ଼ୁଛି। ମାଇନର ପରୀକ୍ଷା ନଥିଲା, ସେ ଚାଲିଲା। ଅପର ପ୍ରାଇମେରୀ ନଥିଲା, ସେ ବି ଏବେ ଚାଲୁ ହେଲା। ଏହିସବୁ ପରୀକ୍ଷା ଚାଲୁ ହେବା ପରେ ପରୀକ୍ଷା ବିଷୟରେ ଆଗେ ଯାହା ସବୁ ଶୁଣା ନଥିଲା, ତାହା ଏବେ ଶୁଣାଗଲା। ତେଣୁ ଲୋକ ସାଧାରଣ ଆଶ୍ଚର୍ଯ୍ୟ ହେଉଛନ୍ତି, ଏ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ'ଣ ଲାଭ ହୋଇଛି? ଦେଖ, ଆଗେ ଏତେ ପରୀକ୍ଷା ନଥିଲା, ଆଗ ପରୀକ୍ଷା କମ୍ ଥିଲା। ଆଗ ପରୀକ୍ଷା କ'ଣ ତୃତୀୟ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ସପ୍ତମ ଶ୍ରେଣୀ ଆଉ ମେଟ୍ରିକ ପରୀକ୍ଷା ଥିଲା। ବର୍ଷକୁ ଥରେ ହେଉଥିଲା। +2 2 ବର୍ଷ ପରେ ହେଉଥିଲା। +3 2 ବର୍ଷ ପରେ ହେଉଥିଲା, ପୁଣି ଶେଷ ବର୍ଷ ହେଉଥିଲା। ଆଜିକାଲି ସେମିଷ୍ଟର ସିଷ୍ଟମ ଆସିଗଲା। +2ରେ ଅବଶ୍ୟ 2 ବର୍ଷ ପରେ ସେମାନେ ପରୀକ୍ଷା ଦେଉଛନ୍ତି, କିନ୍ତୁ +3ରେ ପ୍ରତି ସେମିଷ୍ଟର ପରୀକ୍ଷା ହେଉଛି। ବିଭିନ୍ନ ୟୁନିଭର୍ସିଟି ପ୍ରତି 6 ମାସକୁ ଥରେ ପରୀକ୍ଷା କରୁଛନ୍ତି। ସେମାନେ 6 ଥର ପରୀକ୍ଷା ଦେଇ 6 ଥର ରିଜଲ୍ଟ ସେମାନେ ପାଉଛନ୍ତି। ଏହିଭଳି ଭାବରେ ଛୋଟ କ୍ଲାସଠୁ ଆରମ୍ଭ କରି ବଡ଼ କ୍ଲାସ ପର୍ଯ୍ୟନ୍ତ ସବୁଠି କେବଳ ପରୀକ୍ଷା ପରୀକ୍ଷା ପରୀକ୍ଷା। ହେଲେ ଏ ପରୀକ୍ଷା କେମିତି ହେଉଛି, ଏ ପରୀକ୍ଷା କେମିତି ତାର ଫଳାଫଳ ବାହାରୁଛି, ସେହି ବିଷୟରେ ପ୍ରାବନ୍ଧିକ ଲେଖିଛନ୍ତି। କେବଳ ତଳ ସ୍ତରର ନୁହେଁ, ଉପର ସ୍ତରରେ ମଧ୍ୟ ପରିସ୍ଥିତି ବିଶେଷ ସନ୍ତୋଷଜନକ ନୁହେଁ। ଗତ ଗ୍ରୀଷ୍ମରେ ବିଶ୍ୱବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ଯେତିକି ପାସ୍ ପିଲାଙ୍କ ନାଁ ବାହାରିଥିଲା, ତାର 1/3 ପିଲା ଅବୈଧ ଆଚରଣରେ ଦଣ୍ଡିତ ହୋଇଥିବା କଥା ମଧ୍ୟ ବାହାରିଥିଲା। ତେଣୁ ଆଗକାଳେ ଯେମିତି ଏକାଥରକେ ପରୀକ୍ଷା ଫଳ ବାହାରି ଯାଉଥିଲା, ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ବର୍ଷ ସାରା, ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ଦେଖ, ସାଧାରଣତଃ ଆମର ପରୀକ୍ଷା ଗ୍ରୀଷ୍ମ ଋତୁରେ ହୁଏ। ମାର୍ଚ୍ଚ, ଏପ୍ରିଲ, ମେ ମାସରେ ପରୀକ୍ଷା ହୁଏ। ସେ ପରୀକ୍ଷା ସମୟରେ ପିଲାମାନେ ଯେତିକି ପାସ୍ କରୁଛନ୍ତି, ତାଠୁ ଅଧିକ ପିଲା ଅବୈଧ ଆଚରଣ ଅର୍ଥାତ୍ କପି କରି ଧରା ପଡ଼ୁଛନ୍ତି, ମାଲ ପ୍ରାକ୍ଟିସ୍ ହେଉଛନ୍ତି, ଦଣ୍ଡିତ ହେଉଛନ୍ତି। ଏକଥା ଚିନ୍ତା କଲା ବେଳକୁ ଆଶ୍ଚର୍ଯ୍ୟ ଲାଗେ। ଆଉ ଯେତେ ପ୍ରକାର ପରୀକ୍ଷା ହେଉଛି, ମୁଁ କହୁଥିଲି +3ର ସେମିଷ୍ଟର ପରୀକ୍ଷା, PGର ସେମିଷ୍ଟର ପରୀକ୍ଷା, ଏମିତି ଅନେକ ପ୍ରକାର ପରୀକ୍ଷା। ସେ ପରୀକ୍ଷାର ଫଳ ବର୍ଷ ଯାକ ବାହାରୁଛି। ଯଦି 6 ମାସକୁ ଥରେ ପରୀକ୍ଷା ହେବ, ତାହେଲେ ବିଭିନ୍ନ ପ୍ରକାର ପରୀକ୍ଷା, +3ର ଆର୍ଟସ୍, କମର୍ସ, ସାଇନ୍ସ, ଏମିତି ଦେଖିଲା ବେଳକୁ ଅନେକ ପ୍ରକାର ପରୀକ୍ଷା ହେଉଛି। ଆଉ ପ୍ରତିଦିନ ପ୍ରାୟ ପରୀକ୍ଷା ରିଜଲ୍ଟ ବାହାରୁଛି କହିଲେ ଚଳେ। ହୀରାକୁଦ ବନ୍ଧରୁ ଯେମିତି ପାଣି ବାହାରୁଛି, ଆଜି ଗେଟ୍ ଖୋଲା ହେଲେ ପାଣି ଆସିବ, କାଲିକୁ ଗେଟ୍ ବନ୍ଦ ହୋଇଯିବ, ପରଦିନ ଗେଟ୍ ଖୋଲା ହେବ। ଏହିଭଳି ଭାବରେ ହୀରାକୁଦ ବନ୍ଧରୁ ପାଣି ବାହାରିଲା ଭଳି ଆମର ପରୀକ୍ଷା ଫଳ ବାହାରି ଥାଉଛି। ଦେଖ,
आगे मैट्रिकुलेसन पास करी लोके माजिस्ट्रेट काम चलाई देउथिले एबे मैट्रिक पाठ खड़ी कि नुहे कि पेड़ी कि नुहे कारण बीए छात्र को चिठीटाए लेखा कहले इंग्राजी तो पढ़ी जाहिताई हो किंतु मातृभाषा लेखिला बेलू 15टा बनान अशुद्धि होइतिबो पाठ तो जहाँ देखिए अक्षर देखिले डरीजे अक्षर बोध हुए आजिकल पाठ संगे किसी संपर्क नहीं देख आम जदि पिला एप्लिकेशन लिखा कहवा पिला माने अति सुंदर भाव में इंग्लीश रे लिखिदेवे सुंदर भाव में लिखे सीना अनेक भूल हो भूल हेल्ले भी इंग्लीश रे एप्लिकेशन लिखिदेवे कि ओडिया जदि लिखा कहवा ओडिया बहुत गुड़े बनान भूल बाहर ए बनान अशुद्धि आजिकल +2 +3 रे पिला सचेतन करने बनान अशुद्धि दूर करने पाठ्यक्रम पाठ रहा भ्रम संशोधन वाक्य संशोधन शब्द संशोधन ये सब संशोधन रहा पिलांकर अनेक भूल होशार एमती जड़े ओडिया पुओ ना जी कि निर्भुल भाव में ओडिया लिखुचे आमे देख गोटे एग्जांपल होची जे आमे जदि विपरीत अर्थबोधक शब्द आलोचना करवा सुखर विपरीत शब्द कौन जदि पचारिबा पिला माने सांगे सांगे दुख कहीदेवे किंतु भल रूपे चिंता करवा जदि उच्चकोटीर चिंता करवा जदि ताले सुखर विपरीत असुख हम यही भाव में आम प्रत्येक जिनिस को टिके निके विचार करने को पड़ो भल रूपे चिंता करने को पड़ो क्यों शब्दटी भूल क्यों शब्दटी ठीक बनान केमिति रहिबो एही भाव में आम सुंदर भाव में ओडिया दरखास्त लिखा पड़ो आजिकल पिलांकर बीए पढ़ी भल भाव में दरखास्त लिखि पारुना आगे मैट्रिकुलेसन पास करी लोक माने माजिस्ट्रेट काम तुले दूसरे किंतु आजिकल पाठ खड़ी कि नहीं कि पेड़ी कि नहीं बोली प्राबंधिक कहते आ अक्षर अक्षर सुंदर हो असुंदर हो तार ज्ञान कथा चिंता कराउछि अक्षर संगे पाठर किसी संपर्क नहीं जड़े भल ज्ञानी हो किंतु तार अक्षर असुंदर हो से अक्षर सुंदर असुंदर उपरे गुरुत्व दि जाऊनी सी भल कहवा भल लेखा से कथाटी हूँ बड़ कथा जो भल लिखिपारा एप्लिकेशन भल लिखिपारा निर्भुल भाव में लिखिपारा ताल आम ज्ञानी बोली गणवा यही भाव में आग सीना मैट्रिकुलेसन पास कले लोक मैंने माजिस्ट्रेट काम तुले दूसरे आजिकल बीए पढ़ी से पाठ खड़ी ना कि पेड़ी ना प्राबंधिक कहते देख आगे जिते बड़े पाठ पढ़ापी विशेष सुविधा नाला किंबा लोक मानकर विशेष आग्रह थिला सेते बेले पाठर मानदंड एते उच्च थिला अथच एते बेले विज्ञान बल शिक्षा पाई नाना सुविधा आविष्कृत होइतिले मध्य प्रत्येक लोक पाठर मूल्य बुझी सारिथिले मध्य पाठर मानदंड कमुछि आग काल रे पाठर मूल्य थिला पिला माने कष्ट पड़ुथिले पाठ न बुझिले शिक्षक को बारंबार पचारुले किंतु आजिकल से पाठर मूल्य नहीं लोक मैंने समस्ते सचेतन हो गले पाठर मूल्य बुझिले तथापि पाठ प्रति लोकंर आग्रह कमी कमी जाउची पाठर वैल्यू पाठर मानदंड मध्य कमुची कारण पिला माने जेतिकी सचेतन हलेनी सेतिकी तांको पाखरे पाठर मूल्य कमी गलानी देखो प्राथमिक रु पीएचडी पर्यंत सबुठी अवस्था समान हो गला एबे हिंदुस्तान स्टैंडर्ड रे आउटसाइडर ना दे जणे केही दि एमए इन बंगाली बोली गोटे लेखा लिखिदेले सेथिरे से देखाइथिले सेही विभाग रे केमिति अनेक लोक प्रथम श्रेणी पांती किंतु प्रथम श्रेणी रो किछि मूल्य नथिबारु अधिकांश पिला डिफिल करबा को बाध्य हेउचंती एबे से डिफिल संख्या बहुत हेबारु डिलीट करबा छड़ा आ उपाय नाही देख एमए इन बंगाली लिटरेचर रे एमए कला परे तांकर भल परसेंट आनंदी अधिक परसेंट रखती समस्ते परसेंट रखती किंतु पिला संख्या अधिक हो जो छात्र छात्री संख्या अधिक हो जो एमए पाठ पढ़ुवा छात्र छात्री संख्या अधिक हो जो बर्तमान के जन एमफिल कले डिफिल कले पीएचडी कले से एमफिल पीएचडी पिला बढ़ी जो डिलीट कले कारण लोक माने क्वालिफिकेशन सिना बढ़ाऊँ योग्यता सिना बढ़ाऊँ किंतु सेमानकर
ପାଠର ମୂଲ୍ୟ କିଛି ରହୁନାହିଁ। ସେଇ କଥାକୁ ପ୍ରାବନ୍ଧିକ କେମିତି ସତ୍ୟ ତଥ୍ୟ ଉପରେ ଆଧାର କରି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଦେଖ, ଲେଖକ କହିଛନ୍ତି, ଆଶ୍ଚର୍ଯ୍ୟର କଥା, ସେହି ବିଭାଗରେ କୌଣସି ଭଲ ଛାତ୍ର ନଥିଲେ ସୁଦ୍ଧା ଅନେକ ଡିଲିଟ୍ ମଧ୍ୟ ପାଇଯାଉଛନ୍ତି। ତଥାପି ସେଥିରେ ଅବସ୍ଥା ବିଶେଷ ଭଲ ନୁହେଁ। କିନ୍ତୁ ମୋର ଧାରଣା ଏହି ପ୍ରକାର ଅଧପତନ ଯେ କେବଳ ବଙ୍ଗଳା ବିଭାଗ ରହିଛି ତାହା ନୁହେଁ, ଅନ୍ୟାନ୍ୟ ବିଭାଗରେ ମଧ୍ୟ ଆସ୍ତେ ଆସ୍ତେ ତାହା ପ୍ରବେଶ କରିଛି। MA ଇନ୍ ବଙ୍ଗାଳୀ ବୋଲି ଯେଉଁ ଲେଖାଟି ଲେଖିଥିଲେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡର ଆଉଟସାଇଡର ନାଁ ଦେଇକରି, ସେଥିରେ ଏହି ଶିକ୍ଷାର୍ଥୀମାନଙ୍କ ବିଷୟରେ ଅନେକ କଥା ଲେଖିଲେ। ହେଲେ ଡିଲିଟ୍ ମଧ୍ୟ ଯେଉଁ ପାଇଯାଉଛନ୍ତି, ତାଙ୍କର ଭଲ ଛାତ୍ର ହେଇନଥିଲେ ମଧ୍ୟ ଡିଲିଟ୍ ବି ପାଇଯାଉଛନ୍ତି। ସେଥିପାଇଁ ତାଙ୍କର ଧାରଣା ଯେ ଅଧପତନ କେବଳ ଯେ ବଙ୍ଗଳା ସାହିତ୍ୟରେ ହୋଇଛି ତା ନୁହେଁ, ଅନ୍ୟାନ୍ୟ ବିଭାଗରେ ମଧ୍ୟ ସେହିଭଳି ହୋଇଛି। ଅନ୍ୟାନ୍ୟ ବିଭାଗରେ ମଧ୍ୟ ସେହି ଅବସ୍ଥା ପ୍ରବେଶ କରିଛି। ଦୁର୍ଭାଗ୍ୟବଶତଃ ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ। ଜଣେ ଯଦି PhD କରିବାକୁ ଚେଷ୍ଟା କରୁଛି, ଜଣେ ଯଦି ଡିଲିଟ୍ କରିବାକୁ ଚେଷ୍ଟା କରୁଛି, ତାହେଲେ ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼ୁନି, ଯାହାଫଳରେ ସେ ଯାହା ପାରୁ ତାହା ଲେଖି ଦେଉଛି। ଦେଖ, ପାଶ୍ଚାତ୍ୟ ଦେଶମାନଙ୍କରେ ବିଶେଷତଃ ଆମେରିକାରେ ସେହି ପରିସ୍ଥିତିରେ ନିଜ କାର୍ଯ୍ୟକଳାପର ପ୍ରଗତିର ପରିଚୟ ଦେବାକୁ ପଡ଼େ। କିନ୍ତୁ ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚି କରିଥାନ୍ତି। ହଠାତ୍ ବାହାରି ପଡ଼ି ଏମିତି ଚମକ ଦେଖାନ୍ତି ଯେ ହଠାତ୍ ଲୋକେ ଚମକି ପଡ଼ି ବିଶ୍ୱାସ କରିପାରନ୍ତି ନାହିଁ। ଆମର ଜ୍ଞାନୀ ଗୁଣୀ ଲୋକମାନେ ଲୁଚିକି ଅଛନ୍ତି। କାହିଁକି ଆମର ବିଶେଷଜ୍ଞମାନଙ୍କୁ ସମ୍ମାନ ଦିଆଉନି? ସେମାନେ ଯେତେବେଳେ ନୂଆ ତଥ୍ୟଟିଏ ଲୋକଲୋଚନକୁ ଆଣୁଛନ୍ତି, ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆମେରିକାରେ ଯେମିତି ଗବେଷଣା ଡିଗ୍ରୀ କଲାବେଳକୁ ସେମାନଙ୍କୁ କିଛି ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ, ଆମ ଦେଶରେ ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ। କିନ୍ତୁ ଗୋଟିଏ ନୂଆ ତଥ୍ୟଟିଏ ଯେତେବେଳେ ଜଣେ ଗବେଷକ ଆବିଷ୍କାର କରେ, ସେତେବେଳେ ସେ ଆବିଷ୍କାରକୁ ଦେଖି ଲୋକମାନେ ଚମକି ପଡ଼ନ୍ତି। କାରଣ ଆମ ଦେଶରେ ବିଶେଷଜ୍ଞମାନେ ଲୁଚି କରିଥାନ୍ତି। ସେମାନଙ୍କୁ ତ ସମ୍ମାନ ମିଳେ ନାହିଁ, ସେମାନେ ଲୁଚି କରିଥାନ୍ତି। କିଛି ଯଦି ନୂତନ ତଥ୍ୟ ପ୍ରକାଶ କଲେ ତାହେଲେ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଚମକି ପଡ଼ନ୍ତି, ବିଶ୍ୱାସ କରିପାରନ୍ତି ନାହିଁ। ଦେଖ, ଭାରତ ବର୍ଷରେ କେତେକ ବିଶ୍ୱବିଦ୍ୟାଳୟରେ ଶହ ଶହ PhD ଡିଲିଟ୍ ବାହାରୁଛନ୍ତି, ଅଥଚ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ। ଆମ ଭାରତରେ PhD ଡିଲିଟ୍ ଯେତେ ଥେସିସ୍ ସବୁ ସେଇ ବିଶ୍ୱବିଦ୍ୟାଳୟର ଅନ୍ଧାର କୋଠରୀ ଭିତରେ ରହୁଛି। ସେ PhD ଥେସିସ୍କୁ କେତେ ଜଣ ପଢ଼ୁଛନ୍ତି ତାହା କହିପାରିବା ନାହିଁ, କିନ୍ତୁ ସେହିଭଳି ସବୁ PhD ଡିଲିଟ୍ ବାହାରୁଛନ୍ତି, ଯାହାଫଳରେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଉନାହିଁ। ଯଦି କିଛି ଗବେଷଣା ସମ୍ମାନ ପାଇଲା, ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। କିନ୍ତୁ ଅଧିକାଂଶ PhD ଡିଲିଟ୍ କରୁଥିବା ଶିକ୍ଷାର୍ଥୀମାନଙ୍କର ଗବେଷଣା ବିଷୟରେ ଆଉ ସେମିତି କିଛି ଉଚ୍ଚ କୋଟିର ହେଇପାରୁନାହିଁ। ଦେଖ, ତେଣୁ ତଳ ତ ଯାହା ଯାହା ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଅକାଳରେ କ'ଣ ତେବେ ଖାଲି ଆବାଜରେ କ'ଣ ଏଇ ସ୍ୱାଧୀନତାକୁ ସମ୍ଭାଳି ହେବ? ଭାରତଟା ସିନା ବ୍ରିଟିଶ ମାନଙ୍କର ନିଜ ରାଜ୍ୟ ନଥିଲା ବୋଲି ତାଳ ଗଛକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁକୁ ଏ ଦେଶରୁ ଗଉଡ଼ଉଥିଲେ, କିନ୍ତୁ ଆମେ କ'ଣ ଆମ ନିଜ ଦେଶକୁ ଏମିତି ଠକି ପାରିବା? ଆରେ ଯେତେବେଳେ ବ୍ରିଟିଶ ମାନେ ଠକୁଥିଲେ, ଆମ ଭାରତୀୟ ମାନେ ଯେମିତି ଏବେ PhD ଡିଲିଟ୍ ଥେସିସ୍ କରୁଛନ୍ତି, ଏକ ପ୍ରକାର ଠକ। ମୁଁ ତ ସବୁବେଳେ କ୍ଲାସରେ କହେ, ଲେକ୍ଚରର ମାନେ ଠକ, ଆମେ ହେଉଛୁ ସବୁ ଜଣେ ଜଣେ ଠକ, ଆମେ ଠକୁଛୁ। ସେହିଭଳି ଭାବରେ ବ୍ରିଟିଶ ମାନେ ସିନା ଆମକୁ ଠକୁଥିଲେ, କିନ୍ତୁ ଆମେ କ'ଣ ଆମ ଦେଶକୁ ଠକି ପାରିବା? ଆମେ ଆମ ଦେଶକୁ ଠକି ପାରିବା ନାହିଁ। ଦେଖ, ଖାଲି ନିରନ୍ନ ମୂର୍ଖ ଲୋକକୁ ତାଲିମ କରି ଫୌଜ ପୋଷାକ ପିନ୍ଧାଇଲେ ଦେଶର ସ୍ୱାଧୀନତା ରହିପାରିବ ନାହିଁ। ଯଦି ଜଣେ ଭୋକିଲା, ତାକୁ ଆମେ କ'ଣ କରିବା
तालीम पोशाक पिंधेदेवा फौज पोशाक पिंधेदेवा पिंधेदेले कौन आम स्वाधीनता को सी रक्षा कर आम स्वाधीनता को रक्षा करने को हेले जड़े बलिष्ठ लोक को आम फौज पोशाक पिंधेबा उचित रही पाठ बल आम अन्य मान सहित सामान हो पार तेणु शिक्षा को आम विचार रे शेष स्थान न दे शीर्ष स्थान देले ये अवस्थार परिवर्तन केवल आशा करा जाई पारे शिक्षा को आम शेष स्थान न दे शीर्ष स्थान देवा उचित जिला परिषद परिचालित सभारे प्राबंधिक गोलोक बिहारी धल जो कथा लक्ष्य कले जो कथा अंगे लिभेले से शिक्षा को सभा तले रखाई शेष सी कहते शिक्षा को तांकरी विचार रे आम मानक विचार रे यदि शिक्षा को शीर्ष स्थान दिज्व ताल आमर जो अवस्था से अवस्था निश्चय परिवर्तन आसब एक कथा आशा करा जाई पारे। वर्तमान आम देखा आज आम पढ़ी विषय रे कौन सब मन रखिल आम देशर परीक्षा पद्धति रे छात्रर कौन निर्धारण करने कष्ट ना आम देशर परीक्षा पद्धति रे छात्रर गुणात्मक मूल्य निर्धारण करने कष्ट। तापर प्रश्न होची आजिकाली छात्र माने पाठ पढ़ा कथा जेतिकी जानुछंती ताठारु अधिक केउ विषय जानुछंती ना आजिकाली छात्र माने पाठ पढ़ा कथा जेतिकी जानुछंती ताठारु अधिक परीक्षा विषय जानुछंती कौन पढ़ी आमे बिलात अमेरिका सह समकक्ष होई परिबु नाही ना नोट बही पढ़ी आमे बिलात अमेरिका रूस सह समकक्ष होई परिबु नाही। तापरे आमे मौलिक पुस्तक कहीं लिखि परिबा नाही ना नोट बही पढ़िबा लोक मौलिक पुस्तक लिखि परिबो नाही। वर्तमान लोक पाठर मूल्य बुझी सारी आम समाज रे कौन कमुची ना वर्तमान लोक पाठर मूल्य बुझी सारी पाठर मानदंड कमुची आजिकाली पाठर वैल्यू पाठर मानदंड कमी कमी गलानी। आजिकाली परीक्षा फल बाहर लेखक कहा सहित तुलना करछंती उत्तर हेउची आजिकाली परीक्षा फल बाहर लेखक हीराकुद बंधरु पानी झरिबा सहित तुलना करछंती। शिक्षा को शीर्ष स्थान देले आमे अन्य मानक सह कौन होई परिबा ना शिक्षा को शीर्ष स्थान देले आमे अन्य मानक सह विशेष करी बिलात अमेरिका रूस समान होई परिबा। आमर एतिकी पढ़ा भितरे आमे शेष आलोचना करिबा आमर कनक्लूजन एई प्रबंध रे प्राबंधिक गोलोक बिहारी धल प्रोफेसर गोलोक बिहारी धल प्रबंध रे उन्नत भाषा प्रयोग सहित कारण से भाषाविद उन्नत भाषा प्रयोग करछंती प्रबंध रे बलिष्ठ जुक्ति मध्य उपस्थापन करछंती बलिष्ठ जुक्ति माध्यम रे सत्य कथा को सत्य तथ्य को आधार करी स्वाधीन देश रे शिक्षा चिंता प्रबंधटी को पाठक सम्मुख रे रखिछंती उच्च कोटिर भाषा माध्यम रे अप्रिय सत्य कथा को निर्भीक भाव में प्रकाश करछंती। आज आमर एतिकी रे पाठटी सरिला ता परवर्ती क्लास रे प्रश्नोत्तर देखिबा।